ଏକ ସ୍କୁଲରେ ଜାତୀୟ ସମର ଶିକ୍ଷାର୍ଥୀ ଶିବିର ଆୟୋଜିତ ହେଲା। ସେଥିରେ ଦେଶର ବିଭିନ୍ନ ପ୍ରାନ୍ତର ପିଲାମାନେ ସେମାନଙ୍କ ଅଞ୍ଚଳ ବିଷୟରେ କହୁଥିଲେ। ଯେମିତି କେରଳର ଝିଅ, ସେ ତାଙ୍କ ରାଜ୍ୟରେ ହେଉଥିବା ପ୍ରବଳ ବର୍ଷା ସମ୍ବନ୍ଧରେ କହିଲା। ସେଠାକାର ଚିର ସବୁଜ ଭୂମି ଓ ବିସ୍ତୀର୍ଣ୍ଣ ନଡ଼ିଆ ବଗିଚା ଆଡ଼େ ବୁଲି ଆସିବାକୁ ସମସ୍ତଙ୍କୁ ନିମନ୍ତ୍ରଣ ଜଣାଇଲା। ରାଜସ୍ଥାନର ଜୟସାମଲମେରରୁ ଆସୁଥିବା ହୀରା କହିଲା, ଆମେ ଆଦୌ ବର୍ଷା ପାଉ ନଥାଉ। ଆମର ଚାରିଆଡ଼େ ଖାଲି ବାଲି ଓ ଛୋଟ ଛୋଟ କଣ୍ଟା ବୁଦା। ତୁମ ଆଖି ଯେଉଁ ପର୍ଯ୍ୟନ୍ତ ଦେଖିପାରିବ ତୁମେ ଏହା ହିଁ ଦେଖିବ। ତୁମ ଅଞ୍ଚଳରେ କିନ୍ତୁ ଓଟ ଦେଖିବାକୁ ମିଳନ୍ତି। ରଜତ ମଝିରେ କହି ପକାଇଲା, ଖାଲି ଓଟ ନୁହେଁ, ଆମ ମରୁଭୂମିରେ ସାପ, ବିଭିନ୍ନ ସରୀସୃପ ଓ ଅନ୍ୟାନ୍ୟ କୀଟପତଙ୍ଗ ଦେଖିବାକୁ ମିଳେ। ରଜତ ଆଶ୍ଚର୍ଯ୍ୟ ହୋଇ ଭାବିଲା, ଅଞ୍ଚଳରୁ ଅଞ୍ଚଳକୁ ବୃକ୍ଷଲତା, ପ୍ରାଣୀ ଓ ଲୋକଙ୍କର ଚାଲିଚଳଣିରେ ପାର୍ଥକ୍ୟ ରହୁଛି କାହିଁକି? ଏଗୁଡ଼ିକ କ'ଣ ପରସ୍ପର